ବନ୍ୟାରେ ବେହାଲ ଯାଜପୁର ଦଶରଥପୁର ବ୍ଲକ ଗାଁ ମଝିରେ ପ୍ରବାହିତ ହେଉଛି 3 ରୁ 4 ଫୁଟ ଉଚ୍ଚତାରେ ବନ୍ୟା ପାଣି। ବୈତରଣୀ ଶାଖା କାଣିନଦୀର ଘାଇ ଯୋଗୁଁ 4ଟି ପଞ୍ଚାୟତର ସ୍ଥିତି ସଙ୍ଗୀନ। ଓଡ଼ିଶାର ଏହି ବ୍ଲକରେ ବନ୍ୟାରେ ସର୍ବାଧିକ କ୍ଷତି ହୋଇଛି। ବ୍ଲକର ମୋଟ 35 ପଞ୍ଚାୟତରୁ 19 ପଞ୍ଚାୟତର 72 ରାଜସ୍ୱ ଗାଁ ବନ୍ୟା ପ୍ରଭାବିତ। ପ୍ରାୟ 1,07,000ରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଦଶରଥପୁର ବ୍ଲକର ମୋଟ 35ଟି ପଞ୍ଚାୟତରୁ 19 ପଞ୍ଚାୟତରେ ପାଣି ପଶିଛି। ସବୁଠୁ ସମସ୍ୟା ଅଧିକ ବଢ଼ିଛି 4 ପଞ୍ଚାୟତର। ଦଶରଥପୁର ବ୍ଲକ ବୈତରଣୀ ଶାଖା କାଣିନଦୀର ଘାଇ ଦେଇ ଆସୁଥିବା ବନ୍ୟା ଜଳ ଏବଂ ବିଞ୍ଝାରପୁର ବ୍ଲକ ଖରସ୍ରୋତା ନଦୀ ନୂଆମହରା ଘାଇ ଦେଇ ଆସୁଥିବା ବନ୍ୟା ଜଳ ଆସିବା ଦ୍ୱାରା ପାଲଟପୁର, ଜାଫରପୁର, ବିରିପଟା, ଥାଲକୁଡ଼ି, ସୁସୁଆ ଆଦି ପଞ୍ଚାୟତ ବ୍ୟାପକ ପ୍ରଭାବିତ ହୋଇଛି। ଦଶରଥପୁରରେ ଚଳିତ ବନ୍ୟାରେ ସବୁଠୁ ବେହାଲ ହେଇଛି। କାରଣ ପାଖାପାଖି ମାସେ ହବ ଦଶରଥପୁର ବ୍ଲକର 19 ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ଅଛନ୍ତି ଏବଂ ବହୁତ ଲୋକ ନାହିଁ ନଥିବା ଅସୁବିଧାର ଭୋଗ କରୁଛନ୍ତି। ଯାହା ବର୍ତ୍ତମାନର ସ୍ଥିତି ରହିଛି ମଙ୍ଗଳପୁର ବଜାର ଏବଂ ସୁସୁଆ କୁହନ୍ତୁ ବର୍ତ୍ତମାନର ଆଜିର ସ୍ଥିତି ରହିଛି। ଘରେ 2 ଫୁଟ 3 ଫୁଟ 4 ଫୁଟର ପାଣି କେମିତି କ'ଣ ରହୁଛନ୍ତି? ବହୁତ ସମସ୍ୟା ଏଠି ପାଣି ସହିତ ପିଇବା ପାଇଁ ବା ରହିବା ପାଇଁ ରାତିରେ ମଧ୍ୟ ସାପ ଅନ୍ୟାନ୍ୟ ସମସ୍ୟା ବହୁତ ହବାରୁ ଛାତ ଉପରେ ପାଲ ମାରି ରହିଛୁ। ଛେଳି କ'ଣ ମରିଗଲେ କେମିତି କ'ଣ ସମସ୍ୟା ହେଲା? ଛେଳି ମରିବାର ଛେଳି ମରିବାର ମୁଖ୍ୟ ତାଙ୍କର ସ୍ୱାସ୍ଥ୍ୟ ଠିକ ରହିଲାନି, ଜ୍ୱର, ଖାଇବା ପାଇଁ କିଛି ପାଇଲେନି। ପ୍ରଶାସନ ତରଫରୁ କିଛି ସୁବିଧା ନାହିଁ। ଏନଡିଆରଏଫର ବୋଟିଂର ବ୍ୟବସ୍ଥା ନାହିଁ। ବୋଟ୍ ହେଇଥିଲେ ପଶୁ ଡାକ୍ତରଖାନା ତୁରନ୍ତ ନେଇକି ଦେଖେଇ ପାରିଥାନ୍ତୁ। ସବୁ ଦିଆ ହଉଛି, କେତେ ଲୋକ ଇଏ କରୁଛନ୍ତି? ରିଲିଫ ଦଉଛନ୍ତି, କ'ଣ ଚୁଡ଼ା ଦଉଛନ୍ତି, ମୁଢି ଦଉଛନ୍ତି। ଆଉ ଏପର୍ଯ୍ୟନ୍ତ ରିଲିଫ ଆସିକି ଚାଉଳ 2ଟା ପହଞ୍ଚି ପାରିଲାନି ଆମ ପାଖରେ। ଆମେ 4 ଦିନ ହେଲା ପାଣିରେ ବହୁତ ଅସୁବିଧାରେ ରହୁଛୁ। ଘରେ ଗୋଟେ ଡେଲିଭରି ପେସେଣ୍ଟ ହଉ, ଜଳ ଥଣ୍ଡାରେ ହଉ, ମେଡିକାଲ ଯିବା ପାଇଁ ପ୍ରଶାସନଙ୍କର ଏତେ ପଇସା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେମାନେ ଗୋଟେ ବୋଟ ବି ଦେଇ ପାରୁନାହାନ୍ତି। ଏ କି ପରିସ୍ଥିତି ଆମେ ରହିଛୁ। ଯାହା କହୁଥିଲେ ଯଦିଓ ରିଲିଫ ମିଳୁଛି କିନ୍ତୁ ଆବଶ୍ୟକ ଅନୁସାରେ ସେ ମଧ୍ୟ ମିଳିପାରୁନାହିଁ। ସେମାନଙ୍କୁ ରନ୍ଧା ଖାଦ୍ୟ ବ୍ଲକ ପ୍ରଶାସନ ତରଫରୁ ଦିଆଯାଉଛି। ତାଙ୍କର ଯାହା ପରିବାର ଅନୁସାରେ ସେମାନଙ୍କୁ ଭାତ, ଡାଲମା ଏବଂ ପାଣି ଯୋଗାଇ ଦିଆଯାଉଛି। এই যে চিত্র রয়েছে সুসুয়া হীরাপুর। মা কেতে জন পরিবার অଛନ୍ତି আপনার ঘরে? আমার 9 জন। এই খাদ্য সমস্তে সমস্তে যে খাদ্য যাহা দিয়া হଉଛି ঠিক ভাবে সব হই যাଉଛି? কোন কোন সব দিয়া যাଉଛି? দিয়া হচ্ছে চুড়া, মুড়ি, বিস্কুট ଆଉ ଭାତ ଡାଲି দিয়া ହଉଛି। ଆଉ ଯାହା କହୁଥିଲେ ଚୁଡ଼ା, ମୁଢି, ବିସ୍କୁଟ ଆଉ ଭାତ ଡାଲମା ମଧ୍ୟ ଦିଆଯାଉଛି। ସ୍ୱେଚ୍ଛାସେବୀ ଭାଇ ମାନେ ପଞ୍ଚାୟତ ତରଫରୁ ସେ ତାଙ୍କର ନେଇ କେମିତି ଗାଁ ଗାଁ ପହଞ୍ଚେଇବେ ସେଥିପାଇଁ ମଧ୍ୟ ତାଙ୍କର ଉଦ୍ୟମ ଜାରି ରହିଛି। ଆମେ ଯଥାଶୀଘ୍ର 9ଟା ଭିତରେ ଆରମ୍ଭ କରିଦେଉଛୁ, 12ଟା ଭିତରୁ ଦବା ନବି ଆରମ୍ଭ କରିଦେଉଛୁ। ଆଜ୍ଞା, କେତେ ଲୋକଙ୍କୁ ଏବେ ଦିଆହବ? ଆମର 700 ଲୋକଙ୍କୁ ଖାଇବା ପିଇବା ଦିଆହବ। 700। ଆଜ୍ଞା, କଣ ସବୁ ରୋଷେଇ ହେଇଛି ଆଉ କଣ? ଭାତ ଡାଲମା ହେଇଛି, ପାଣି ବୋଟଲ ସାଙ୍ଗରେ ଦିଆ ହଉଛି। ଯାଜପୁର ଜିଲ୍ଲା ଦଶରଥପୁରରୁ ଚନ୍ଦ୍ରଶେଖର ସାହୁଙ୍କ ରିପୋର୍ଟ, କନକ ନ୍ୟୁଜ।